नमो भगवते वासुदेवाय। श्रीमद्भागवत द्वादश स्कंध एकादश अध्याय। सौनक आदि मुनिजने पुच्छन्ति सुत सन्निधाने। सौनक उवाच एथि उत्तरे जे प्रसन्न पुच्छिते मोर बड़ मन। विशेषे तुम्भे शास्त्र ज्ञाता मंत्रतंत्रर जेवकता। बहुत प्रकारे अभ्यास जेणु तुम्भे व्यासंक शिष्य। सर्ववेदांत सार से ही पुराण भागवत जेहि। भागवतर तत्वमान वेदांत सार जेउ ज्ञान। जेणे जाहारटी अभ्यास आस्वाद करे तार रस। जे प्राणी विष्णु को जानती सेवा तंत्र मते भजंती। वासुदेव को जे प्रकारे सेवा करती भक्ति भरे। जे जगन्नाथ लक्ष्मीपति महिमा देवे न जानती। निरंजन जे निराकार अरूप रूप वर्ण जार। तांकु कि रूपे करि ध्यान कल्पना करी पूजा मान। तांकर अंग आभरण प्रत्यंग आयुध जे मान। काहाकु कि भावे कल्पन्ति केमंत विधि रे पूजन्ति। केवण मंत्रे करी जप आंभ आगे कह स्वरूप। सर्वकुशल तुम्भ हेउ संदेह आंभ मनु जाऊ। जे क्रिया पूजा विधि कले मनुष्य विष्णु रूप धरे। जन्म मरण विवर्जित एकथा कहिबा नियत। हेमंत शुणी सुत मुनि सौनके कहे मंजुबाणी। सुतवाच ए विष्णु पूजार विशेष। जे गुरु ज्ञान उपदेश व्यासादि गुरु नमस्कारी। विभूति कहिबा विस्तारी ब्रह्मादि आचार्य जे माने। वेद मंत्र तत्व विधाने कर्म तत्व भेद भावरे। से विधि शुण एकत्वरे। ऋषि वैष्णव साधु जन के पूजा के बा आत्म ध्यान। प्रातः सूर्य अण उदये स्नान शौचवंत होए। जलरे यथा कर्म सारी भूमि रे कुशासन करी। आसन शुद्धि भूत शुद्धि वर्ण भेदरे देह भेदी। षट चक्र भेदी सप्तमे पवन तोड़ीब संजमे। ए आदि जेते कर्म मान कर अंग न्यास शोधन। से जे ईश्वर निराकार निर्गुण निर्विकार कर। मन कल्पनारु तांकर माया होइला अवतार। मायारु सूत्र जे जन्म सूत्ररु महतत्व जान। महतत्वरु अहंकार तन्मात्र पांचटी आवर। हिनव तत्वे जा स्वरूप विकारमय सर्वाधिप। पुरुष रूप से धइला सहस्र शीर्ष बोलाइला। असंख्य माया रे से युक्त महापुरुष विश्वभूत। तानाभि कमलु प्रकाश उत्पत्ति विराट पुरुष। जारूप 14 भुवने पुरीछि ज्योति प्रभागणे। ए पुरुषर अंगमान पाताल एहार चरण। एहांक अग्रभाग सीमा केवर्णु एहार महिमा। दुई पापुली रसातल दुई गुल्फ जे महातल। अतल दीपुट जे जंघ
ସୁତଳ ଜାନୁ ଦୁଇ ଭାଗ ବିତଳ ତଳା ତଳ ଉରୁ ଦୀପିଚା ସପ୍ତ ପୃଥ୍ୱୀ ଧରୁ ନାଭିମଣ୍ଡଳ ଯେ ଆକାଶ ନଭ ନାମ ତାର ବିଶେଷ ସ୍ୱର୍ଗ ଜ୍ୟୋତିଷ ଚକ୍ର ହୋଇ ହୃଦରେ ଏମାନ ଅଛଇ କଣ୍ଠ ଯେ ମହଲୋକ ପୁଣ ମୁଖ ଯେ ଜନ ଲୋକ ସ୍ଥାନ ଲଲାଟେ ତପ ଲୋକ ବସେ ଶିରେ ସତ୍ୟ ଲୋକ ପ୍ରକାଶେ ସୂର୍ଯ୍ୟ ଏହାଙ୍କ ଚକ୍ଷୁଦ୍ୱୟ ନାସିକା ବାୟୁଟି ନିଶ୍ଚୟ ଦଶ ଦିଶତା କର୍ଣ୍ଣ ହୋଇ ମେଢ଼ ପ୍ରଜାପତି ବୋଲାଇ ମୃତ୍ୟୁ ଯାହାର ପାୟୁ ଜାଣ ବାହୁଲ କପାଳ ପ୍ରମାଣ ଚନ୍ଦ୍ରମା ଯାହାରଟି ମନ ଦୁଇ ଭ୍ରୁଲତା କାଳ ଯମ ଅଧର ଓଷ୍ଠ ଲୋଭ ହୋଇ ଉପର ଓଷ୍ଠ ଲଜ୍ଜା କହି ଯାହାର ଦନ୍ତମାନ ଜ୍ୟୋତ୍ସ୍ନା ହାସ୍ୟ ଭ୍ରମ ନାମରେ ଜଣା ବୃକ୍ଷ ମାନେ ଯେ ରୋମ ଦେଶ ଯାହାର ମେଘ ମାନେ କେଶ ଏ ଯେଉଁ ବିରାଟ ପୁରୁଷ ତେଜ ବିସ୍ତାରୀ ସେ ପ୍ରକାଶ ସପ୍ତବିତସ୍ଥି ପରିମାଣ ସମସ୍ତ ତହୁଁ ଯେ ଭିଆଣ ତା କଣ୍ଠେ କୌସ୍ତୁଭମଣି ନିରାକାର ଜ୍ୟୋତି ସେ ପୁଣି ସେ ଜ୍ୟୋତି କଣ୍ଠେ ବହିଛନ୍ତି ଯୋଗୀ ଯେଉଁ ଜ୍ୟୋତି ଭାବନ୍ତି ତା ପ୍ରଭା ଜଗତ ପାବନି ଯେ ନିରାକାର ସ୍ୱରୂପିଣୀ ଜୀବ ଚୈତନ୍ୟ ସେ ଅଟଇ ଶ୍ରୀବତ୍ସ ତାର ପ୍ରଭା ହୋଇ ତ୍ରିଗୁଣମୟୀ ମାୟା ଛଳେ ବନମାଳାଏ ଲମ୍ବେ ଗଳେ ବେଦ ଯାହାର ପୀତ ବସ୍ତ୍ର ପ୍ରଣବ ରୂପ ଉପବିତ କର୍ଣ୍ଣରେ ମକର କୁଣ୍ଡଳ ସାଂଖ୍ୟ ଯୋଗ ଦୁହେଁ ସୁଢଳ ତାହାର ଶିରରେ ମୁକୁଟ ଚତୁର୍ବିଧ ମୁକ୍ତି ପ୍ରକଟ ଯା ପରମେଷ୍ଟି ପଦ ଭଣି ତା ଶିଖା ମୁକୁଟର ମଣି ସେ ସର୍ବଲୋକ ନମସ୍କୃତ ଯା ରୂପ ଅବ୍ୟକ୍ତ ଅନନ୍ତ ତାଙ୍କର ଶୟନ ଆସନ ଯେ ଧର୍ମ ବୈରାଗ୍ୟ ଜ୍ଞାନ ଏ ଅଷ୍ଟଦଳ ଯେ କମଳ ବସିବା ଆସନ ନିର୍ମଳ ଯମ ନିୟମାଦି ଅଷ୍ଟାଙ୍ଗ ଚତୁଃଷଷ୍ଠୀ ଆସନ ଯୋଗ ପଦ୍ମକେଶରେ ତାଙ୍କ ସ୍ଥାନ ଏବେ ଆୟୁଧ ମାନ ଶୁଣ ବଳ ସାହସ ତେଜ ପ୍ରାଣ କୌମୋଦକୀ ଗଦା ଜାଣ ଶୁଦ୍ଧ ସତ୍ୱ ଯେ ଜଳ ପୁଣ ପାଞ୍ଚଜନ୍ୟ ଶଙ୍ଖ କରେଣ ତାବାମ ହସ୍ତେ ବହିଛନ୍ତି ଡାହାଣ ହସ୍ତେ ଚକ୍ର ସ୍ଥିତି ସେ ଜ୍ୟୋତି ତତ୍ତ୍ୱ ରୂପ ତେଜେ ମହାତୀକ୍ଷ୍ଣ ଧାରେ ବିରାଜେ ସହସ୍ରଧାର ରୂପ ତାର ସୁଦର୍ଶନ ଚକ୍ର ପ୍ରଚାର ଆକାଶ ତତ୍ତ୍ୱ ଶିବର ନନ୍ଦକ ଖଡ୍ଗ ନାମ ଯାର ବିସ୍ତାର ତମୋମୟ ଚର୍ମ ଦକ୍ଷିଣ ହସ୍ତେ ଶୋଭାମାନ କାଳ ରୂପ ଯେ ନିମେଷାଦି ଗଣନା ଯେ ବତ୍ସର ଆଦି ସାରଙ୍ଗ ଧନୁ ତାକୁ ଜାଣ ଶୋଭା ସେ ବାମ ହସ୍ତେ ପୁଣ ପାପ ପୁଣ୍ୟ ଯେ କର୍ମ ଦୁଇ ଏ ମାୟା ମୋହ ମାନ ହୋଇ କର୍ମମୟ କାଣ୍ଡ ଭାରତୀ କଟି ପୃଷ୍ଠରେ ବହିଛନ୍ତି କର୍ମ ତ୍ରିଗୁଣ ଦଉଡ଼ିରେ କଟିରେ ବେଷ୍ଟିତ ଆକାରେ ଏକାଦଶ ଇନ୍ଦ୍ରିୟ ଗଣ କାଣ୍ଡ ସଂଗ୍ରହଣ କରିଣ ଦକ୍ଷିଣ ହସ୍ତେ ତାହା ଘେନି ଟଙ୍କାର କରୁଛନ୍ତି ପୁଣି ଇନ୍ଦ୍ରିୟ ମାନଙ୍କ ବେଷ୍ଟିତ ଏମାନେ ହୋଇଛନ୍ତି ରଥ ମନକୁ କରିଣ ସାରଥି ତ୍ରିଗୁଣେ ଅଶ୍ୱରୂପେ ସ୍ଥିତି ଇନ୍ଦ୍ରିୟ ମାନଙ୍କ ଲକ୍ଷଣ ଆକୃତି ରୂପ ନାନା ବର୍ଣ୍ଣ ଅର୍ଥକ୍ରିୟା ଇନ୍ଦ୍ରି ବିକାର ମଣ୍ଡଳ ନାମେ ସେ ପ୍ରଚାର ଦେବତା ସ୍ୱରୂପ ଗ୍ରହଣ ଯଜ୍ଞାଦି ଦୀକ୍ଷା ମାନେ ପୁଣ ଏହି ରଥରେ ସେ ସଂସ୍କାର ଧର୍ମାଧର୍ମର ରଥ ଚକ୍ରର ଏହାଙ୍କ ଭାବ ଚତୁର୍ଦଶ ଏମନ୍ତେ ଚକ୍ର ଷଟଦଶ ରଥରେ ଘୋଷ ତିନି ବେଦ ନନ୍ଦୀ ଯମକ ସର୍ବଭେଦ ତହିଁରୁ ବେଦ ଧ୍ୱନି ରସ ରଥର ନାମ ନନ୍ଦୀ ଘୋଷ
ତାହାଙ୍କ ଧ୍ୱଜ ଯେ ଗରୁଡ଼ ଶବଦ ବ୍ରହ୍ମ ଲୋକେ ବଡ଼ ଏହି ପ୍ରକାରେ ବାସୁଦେବ ସର୍ବପ୍ରାଣୀ ହୃଦେ ପ୍ରଭବ ଜୀବ ସ୍ୱରୂପେ ପୁରିଛନ୍ତି ପିଣ୍ଡ ବ୍ରହ୍ମାଣ୍ଡ ଏକମତି ସଂସାର କର ବିସର୍ଜନ ବ୍ରହ୍ମ ସ୍ୱରୂପେ ଭଗବାନ ତାଙ୍କ ସେବା ଯେ ପ୍ରାଣୀ କରେ ଆତ୍ମାର ପାପ ଯାଇ ଦୂରେ ସେ ଭଗବାନ ଯେ ପୁରୁଷ ଆପଣା ସମ୍ପତ୍ତିର ଅଂଶ ଯେ ଷଡ଼ ଐଶ୍ୱର୍ଯ୍ୟମାନ କମଳ ରୂପରେ ଘଟଣ ହରି ହରି ବୋଲ ଲୀଳା କମଳ କରିଛନ୍ତି ଦକ୍ଷିଣ ଭୁଜରେ ବହନ୍ତି ଆଲଟ ଚାମର ରୂପେଣ ଧର୍ମ ଯଶକୁ ସେ ବହିଣ ବୈକୁଣ୍ଠ ପଦକୁ ସେ ପୁଣ ଧବଳ ଛତ୍ର ସେ କରିଣ ଶିର ଉପରେ ସେ ଧାରଣ ଅଭୟଦାତା ପଦ ପୁଣ ରୁକ ଯଜୁ ସାମ ତ୍ରିବେଦ ଯଜ୍ଞମୟ ପୁରୁଷ ଭେଦ ଗରୁଡ଼ ରୂପେ ବହିଛନ୍ତି ବିଷ୍ଣୁ ରଥ ନାମ ବହନ୍ତି ଯେ ନିରାକାର ସ୍ୱରୂପିଣୀ ସାକ୍ଷାତ ଈଶ୍ୱରୀ ସେ ଲକ୍ଷ୍ମୀ ସେ ରୂପ ହୃଦୟରେ ଛନ୍ତି ସକଳ ମନ୍ତ୍ର ଯନ୍ତ୍ର ମୂର୍ତ୍ତି ବିଶ୍ୱକେଶନ ତନ୍ତ୍ର ମୂର୍ତ୍ତି ପାରିଷଦର ଅଧିପତି ନିର୍ଗୁଣାଦି ଯେ ଭକ୍ତ ମାନେ ସନକାଦି ଯେ ଋଷି ଗଣେ ଷୋଡ଼ଶ ପାରିଷଦ ହୋଇ ଦ୍ୱାରପାଳ ନନ୍ଦ ବିଜେହି ଅଣିମାଦି ସମ୍ପତ୍ତି ମାନ ମନ୍ତ୍ର ଉପନିଷଦ ଜ୍ଞାନ ହରି ହରି ବୋଲ ଚାରି ବେଦ ଚାରି ଦୁଆରେ ଗାୟତ୍ରୀ 24 ଅକ୍ଷରେ ପାବଚ୍ଛ ମାନସେ ରଥକୁ ଅଗମ୍ୟ ବ୍ରହ୍ମା ଶଙ୍କରଙ୍କୁ ବାସୁଦେବ ଶଙ୍କର ଶଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣ ଏ ଚାରି ବୁହ ଚାରି କୋଟି ଚାରି ପୀଠରେ ପରମେଷ୍ଟି ତାଙ୍କ ମଧ୍ୟରେ ନିର୍ଗୁଣ ରୂପ ବିଶ୍ୱ ତୈଜସ ପ୍ରାଜ୍ଞ ରୂପ ତୁରୀୟ ପୁରୁଷ ତ୍ରିଧାମ ସେ ରଥ ମଧ୍ୟରେ ତା ବିଶ୍ରାମ ଅଥ ଇନ୍ଦ୍ରିୟାଶୟ ଜ୍ଞାନ ବୃତ୍ତି ଭାବନା ଭଗବାନ ଚାରି ମୂର୍ତ୍ତି ସେବକ ମାନେ ସେବନ୍ତି ଯେ ଯାହା ବିଧାନେ ଅଙ୍ଗ ଉପାଙ୍ଗ ଯେ ଆୟୁଧ ଆଭରଣ ସଂଖ୍ୟା ଏ ଭେଦ ଉପନିଷଦ ବ୍ରହ୍ମ ଭାଗ ଜ୍ୟୋତି ପ୍ରଭାରେ ସଂଯୋଗ ଏହି ପ୍ରକାରେ ସେ ପୁରୁଷ ବିରାଜମାନ ହୋଏ ଦୃଶ୍ୟ ମହାବିରାଟ ସେ ବୋଲାନ୍ତି ବିଶ୍ୱକୁ ଗୋଚର ନୁହନ୍ତି ହେ ବିପ୍ରବର ସୌନକ ଏ ବିଷ୍ଣୁ ମହିମା ଅନେକ ଏ ବିଷ୍ଣୁ ସ୍ୱୟଂ ବ୍ରହ୍ମଜ୍ୟୋତି ସକଳ ଦ୍ରଷ୍ଟା ସେ ବୋଲାନ୍ତି ଆପଣା ମହିମା ତ୍ରିଗୁଣ ମାୟାରୁ ସଂସାର ଭିଆଣ ତ୍ରିଗୁଣ ଉତ୍ପତ୍ତି ପ୍ରଳୟ କରିଅଛନ୍ତି ମହାଶୟ ସେ ତେଣୁ ଇନ୍ଦ୍ରିୟାଦିମାନ ବଶକୁ ନୁହନ୍ତି ଭାଜନ ତେଣୁ ହୃଷିକେଶ ବୋଲାନ୍ତି ଯେଣୁ ମାୟା ଆବରିଛନ୍ତି ମାୟା ବନ୍ଧନ ପ୍ରାୟ ଦିଶେ କାହାରି ସଙ୍ଗେ ସେ ନ ମିଶେ ତାଙ୍କ ସେବକ ଯେଉଁମାନେ କରଣି କରନ୍ତି ଯତନେ ସେ ଆତ୍ମଜ୍ଞାନ ଯେବେ ଜାଣି ଆତ୍ମେ ଦର୍ଶନ ଦିଅନ୍ତି ପ୍ରାଣୀ ତାଙ୍କ ଭକତ ଯେଉଁ ଜନେ ନାରଦ ଆଦି ମୁନି ମାନେ ସ୍ୱଭାବେ କୀର୍ତ୍ତନ କରନ୍ତି ଭକ୍ତି ମୁକ୍ତି ଗତି ଇଚ୍ଛନ୍ତି ଯେ ଯେତେ ଭାବରେ ଭାବନ୍ତି ଯେ ସ୍ଥାନେ ପ୍ରବେଶ ହୁଅନ୍ତି ହେମନ୍ତ ସ୍ତୁତି ଯେ କରନ୍ତି ନମସ୍ତେ ପ୍ରଭୁ ଜଗଜ୍ୟୋତି ହେ କୃଷ୍ଣ କୃଷ୍ଣ ସର୍ବସୁଖ ଏ ମାୟାମୟ କୁପେକ୍ଷ ଅର୍ଜୁନ କୃଷ୍ଣ ସଖା ଯେଣୁ କୃଷ୍ଣ ସଖା ଯେ ନାମ ତେଣୁ ହେ କୃଷ୍ଣ କୃଷ୍ଣ ସଖା ତୁହି ହେ ବୃଷ୍ଣି ଶ୍ରେଷ୍ଠ ଭାବଗ୍ରାହୀ ଅବନିଭାରା ଉଦ୍ଧାରଣେ ନାସିଲୁ ଦୁଷ୍ଟ କ୍ଷତ୍ରିଗଣେ ହେ ପାପାଗ୍ନି ବଡ଼ ବାନଳ ଗୋବିନ୍ଦ ମଦନ ଗୋପାଳ ହେ ଗୋପୀପତେ ହେ ଗୋକୁଳ ଅନାଦି ପ୍ରଭୁ
ଆଦି ମୂଳ ଗୋପବନିତା ଭୃତ୍ୟ ତୋର ଗାବନ୍ତି ଯଶ ନିରନ୍ତର ହେ ଭୂତ ବିପତ୍ତି ନାଶନ ହେ ତୀର୍ଥ ସର୍ବନାରାୟଣ ହେ କୃଷ୍ଣ ଶ୍ରବଣ ମଙ୍ଗଳ ଅଖିଳ ସର୍ବ ସିଦ୍ଧି ଫଳ ଏ ଯେ ତୁମ୍ଭ ବିଭୂତିମାନ ବ୍ରହ୍ମାଦି ତୃଣାନ୍ତ ସର୍ଜନ ଏହାଙ୍କୁ ତୁମ୍ଭେ ରକ୍ଷା କର ଅଶେଷ ମହିମା ତୁମ୍ଭର ଏହି ପ୍ରକାରେ ଭକ୍ତମାନେ ନିରତେ ସ୍ତୁତି କରି ଧ୍ୟାନେ ଯୋଗାଦି ବିଧି ସେ କରନ୍ତି ଧର୍ମଶାସ୍ତ୍ର ମାର୍ଗେ ପ୍ରବର୍ତ୍ତି ଏ ମହାପୁରୁଷ ଲକ୍ଷଣ ଯେତେକ କରିଲୁ ବର୍ଣ୍ଣନ ଏ ମହାପୁରୁଷ ଅନନ୍ତ ନିତ୍ୟ ଯେ କରେ ଦଣ୍ଡବତ ପ୍ରେମ ଭକ୍ତି ଭାବେ ଯୁକ୍ତ ଦେଇଣ କୃଷ୍ଣ ପାଦେ ଚିତ୍ତ ପଢ଼ଇ ଶୁଣାଇ ଶୁଣଇ ଏକାଗ୍ର ଚିତ୍ତ ଯେବା ହୋଇ ଏହାଙ୍କ ମନ୍ତ୍ର ଯେ ଜପଇ ଆତ୍ମା ସର୍ବଭୂତେ ଦେଖଇ ଏ ଯେ ନିରାକାର ପୁରୁଷ ସର୍ବବ୍ୟାପୀ ହୃଦେ ପ୍ରକାଶ ବ୍ରହ୍ମରୂପୀ ସୂକ୍ଷ୍ମ ବୋଲାଇ ସଂସାର ଭେଦ ତାର ନାହିଁ ବ୍ରହ୍ମ ସ୍ୱରୂପେ ଲୀନ ହୋଇ ଅନ୍ତେ ସେ ସେହି ସ୍ଥାନ ପାଇ ହେମନ୍ତ ସୁତ ମୁଖୁ ଶୁଣି ସୌନକ ପଚାରନ୍ତି ପୁଣି ହରି ହରି ବୋଲ ସୌନକ ଉବାଚ ଭୂସୁତ ଧନ୍ୟ ସେ ମହିମା କହିଲ ଯେଉଁ ଗୁଣ ସୀମା ଏ ମହାପୁରୁଷ ଲକ୍ଷଣ ଶୁଣି କୃତାର୍ଥ ମୋ ଜୀବନ ଯେ ମହାପୁରୁଷ ସ୍ୱରୂପୀ ସୂର୍ଯ୍ୟ ଜ୍ୟୋତି ଜଗତ ବ୍ୟାପୀ ଆକାଶ ମଣ୍ଡଳେ ଉଦଏ କାଳ ଉତ୍ପତ୍ତି ସ୍ଥିତି ହୋଏ ପ୍ରବୃତ୍ତି ସଂସାର ଉତ୍ପତ୍ତି ପ୍ରଳୟ ମାନ ପ୍ରାଣୀ ହୁଅନ୍ତି ବାର ମାସେ ବାର ଆଦିତ୍ୟ ଦେହ ବହିଣ ତେଜବନ୍ତ କାଳ ପ୍ରବର୍ତ୍ତାଉ ଅଛନ୍ତି ଉଦୟ ଅସ୍ତ ସେ ହୁଅନ୍ତି ତାଙ୍କ ଦେହ ଜ୍ୟୋତି ମଣ୍ଡଳେ ଶପଥ ଗଣ ଘେନି ଚଳେ ତାହାଙ୍କ ନାମ ଗୁଣ କର୍ମ କହି ଛଡ଼ାଅ ମତି ଭ୍ରମ ସେମାନେ ବାସୁଦେବେ ଭକ୍ତି ସୂର୍ଯ୍ୟମଣ୍ଡଳେ ପ୍ରବର୍ତ୍ତନ୍ତି ସେ ସୂର୍ଯ୍ୟ ସ୍ୱରୂପ ଯେ ହରି ମହିମା କହିବା ବିସ୍ତାରୀ ହେମନ୍ତ ଶୁଣି ସୁତ ତ ସେ ସୌନକେ କହନ୍ତି ହରସେ ସୁତବାଚ ବିଷ୍ଣୁର ଅନାଦି ଅବ୍ୟୟ ମାୟାରୁ ହୁଅନ୍ତି ଉଦୟ ସକଳ ଜନ୍ତୁ ଆତ୍ମା ରୂପ ନିର୍ମାଣ କରିନ ସଂକ୍ଷେପ ଲୋକରେ କାଳ ବର୍ତ୍ତମାନ ନାନାଦି ଜୀବେ ପ୍ରବର୍ତ୍ତନ ସକଳ ଆତ୍ମା ରୂପୀ ସୂର୍ଯ୍ୟ ସର୍ବେ ଆତ୍ମଜାତ ଯାଚେଜ ସବୁରି ଦେହେ ଆତ୍ମା ସୃଷ୍ଟି ସେ ହରି ରୂପେ ପରମେଷ୍ଟି ସକଳ ବେଦ କ୍ରିୟା ମୂଳ ନିରାକାର ଜ୍ୟୋତି ମଣ୍ଡଳ ଋଷିମାନେ ବହୁ ପ୍ରକାରେ କହନ୍ତି ସୂର୍ଯ୍ୟର ସଞ୍ଚାରେ ନିମେଷ ଆଦି ଯେ ବତ୍ସର କାଳ ଗଣନା ପ୍ରାଣୀଙ୍କର ସଂସାରେ ଯେତେ ଦେଶମାନ ଏ ସର୍ବ ତାହାର ଅଭିୟାନ ସକଳ ପ୍ରାଣୀ ମାନଙ୍କର କ୍ରିୟା କର୍ମରେ ସେ ଈଶ୍ୱର କର୍ମର କରତା ହିଁ ସେହି କର୍ମ କାରଣ ତାକୁ କହି କାର୍ଯ୍ୟ ସ୍ୱରୂପ ପୁଣ ସେହି ସର୍ବ ଆଗମ ରୂପ ହୋଇ ଦ୍ରବ୍ୟ ଯେ ଫଳ ପ୍ରକାରେଣ ନବଧା ରୂପେ ସୂର୍ଯ୍ୟ ଜାଣ ଯେ ଚୈତ୍ର ଆଦି ବାର ମାସେ କାଳ ରୂପ ଧରି ବିଳସେ ପ୍ରାଣୀଙ୍କ କୁଶଳ ନିମନ୍ତେ ବିହାର ତେଜୋମୟ ରଥେ ବାର ଆଦିତ୍ୟ ତେଜ ବହି ମଧ୍ୟରେ ସାକ୍ଷୀ ରୂପ ହୋଇ ଭିନ୍ନ ଭିନ୍ନ ଗୁଣ ଆଡ଼ରେ ଯେମନ୍ତେ ସଂସାରେ ବିହରେ ଚୈତ୍ର ମାସେ ଯେ ବିହର କହିବା ତହିଁର ବିଚାର ଧାତା ନାମେ ଆଦିତ୍ୟ ସୁର କୃତସ୍ଥଳୀ ନାମେ ଅପ୍ସର ହେତି ନାମେଣ ସେ ରାକ୍ଷସ ବାସୁକୀ ନାମେ ନା
নাগ শেষ রথকৃত নামরে যক্ষ পুল্যস্ত ঋষি ব্রহ্মবশ্চ গন্ধর্ব নাম যে তুম্ভর এ সাত রথরে বিহার বিহার এমানঙ্ক পুণ আদিত্য তেজ প্রকাশেণ অপসরা নৃত্য করନ୍ତି রাক্ষসে পৃষ্ঠ রক্ষিথাନ୍ତି নাগে রথ দৌড়ি হই যক্ষ রূপে দ্রব্যন্তি নেই প্রাণীকে অর্থ সে দিয়ନ୍ତି ঋষি রূপে মন্ত্র জপନ୍ତି করନ୍ତି জগতকু শান্তি ধর্ম মার্গে তথ্য কহନ୍ତି গন্ধর্বে গীত যে গায়ন এমন্তে সপ্ত নিয়োজন বৈশাখ মাসরে যে পুণ আদিত্য অর্যমা নামেণ পুলহ নামে মহারুষি প্রহেতি নামেণ রাক্ষসী অধৌজা নামে যক্ষ বীর পুঞ্জিক স্থলী অপসর নারদ নামরে গন্ধর্ব কচ্ছ নীর নামেণ নাগ এবে যে জ্যেষ্ঠ মাস শুণ আদিত্য নাম মিত্র পুণ অত্রি নামরে মহারুষি পৌরসেয় নামে রাক্ষসী তক্ষক নাগ যে বিদিত মেনকা অপসরা নৃত্য হাহা যে গন্ধর্বর নাম যক্ষ অটই রথ স্বন এবে যে আষাঢ় মাসর বরুণ নাম সূর্যঙ্কর বশিষ্ঠ নামে ঋষি হয়ে অপ্সরারম্ভা নাম বহে হুহু নামরে যে গন্ধর্ব নাগর নাম শুক্র ভাব চিত্রস্বন নামরে রক্ষ সহজন্য যে অটে যক্ষ এবে শ্রাবণ মাসে পুণ আদিত্য ইন্দ্র নামে জাণ বিশ্বাবসু নামে গন্ধর্ব এড়াপত্র নাগ প্রভাব ঋষিঙ্ক নাম যে অঙ্গীরা প্রম্লোচ্চা নামে অপসরা বর্জ্য নামরে হয়ে রক্ষ শ্রোতা নামক হয়ে যক্ষ এবে ভাদ্রব মাসে শুণ আদিত্য নাম বিবস্বান অসারণ নামরে যক্ষ ব্যাঘ্র নামক অটে রক্ষ গন্ধর্ব নাম উগ্রসেন মহর্ষি নাম ভৃগু জাণ অনুম্রচ্চা নামে অপ্সরা শঙ্খ পাଳ যে নাগবীরা এবে আশ্বিন মাসে পুণ আদিত্য তৃষ্টা নামে জাণ যমদগ্নি যে মহারুষি কম্বল নামে নাগবসী তিলোত্তমা যে অপসরা ব্রহ্মা পেত নামে অসুর যক্ষর নাম সত্যজিৎ গন্ধর্ব ধৃত রাষ্ট্র খ্যাত এবে হো কার্তিক যে মাসে আদিত্য বিষ্ণু নামে বসে নাগর নাম অশ্বতর রম্ভা নামরে অপসর মখা পেত নামক রক্ষ সত্যজিৎ নামেণ যক্ষ বিশ্বামিত্র নামক ঋষি গন্ধর্ব সূর্য বর্চাবসী এবে যে মার্গশির মাস অংশুমান আদিত্য অংশ ঋষি যে কশ্যপ প্রত্যক্ষ তীর্ষ নামরে হয়ে পক্ষ ঋতসেন গন্ধর্ব বীর উর্বশী নামে অপসর বিদ্যুৎ ছত্রু নামে রাক্ষস মহাশঙ্খ নামে নাগেশ এবে হো পৌষ মাস শুণ আদিত্য ভগ নামে পুণ পূর্ণ নামরে হয়ে পক্ষ সূর্য নামক অটে রক্ষ আয়ু নামরে মহামুনি গন্ধর্ব যে অরিষ্ঠ নেমি পূর্ব তীর্থ যে অপসর কর্কটক যে নাগবীর এবে হো শুণ মাঘ মাস আদিত্য নাম জাণ পুষ বাত নামক পুণী রক্ষ সুরুচি নামে হয়ে যক্ষ নাগর ধনঞ্জয় নাম গন্ধর্ব নাম যে সুসেন ঘৃতাচি নাম
ନାମେ ଅପସରି ଗୌତମ ଋଷି ନାମ ଧରି ଏବେ ଫାଲ୍ଗୁନ ମାସେ ପୂର୍ଣ୍ଣ ଆଦିତ୍ୟ ନାମ ଯେ ପର୍ଜନ୍ୟ କ୍ରତୁ ନାମରେ ହୁଏ ପକ୍ଷ ଭରଦ୍ୱାଜ ଋଷି ପ୍ରତ୍ୟକ୍ଷ ବର୍ଚ୍ଚା ନାମରେ ଯେ ରାକ୍ଷସ ଐରାବତ ନାଗ ଈଶ ସେନ ଜିତ ଯେ ଅପସର ବିଶ୍ୱ ନାମେ ଗନ୍ଧର୍ବ ବୀର ଏ ରୂପେ 12 ମାସ ପୂର୍ଣ୍ଣ ସାତ ସାତ ଗଣେ ଭ୍ରମୀଣ ହରି ହରି ବୋଲ ଏ ସର୍ବେ ସୂର୍ଯ୍ୟର ବିଭୂତି ଜ୍ୟୋତିଷ ଚକ୍ରରେ ଚଳନ୍ତି ଏହାଙ୍କୁ ଯେ ଦୁଇ ସନ୍ଧ୍ୟାରେ ସ୍ମରଣ କରନ୍ତି ନିତ୍ୟରେ ତାହାଙ୍କ ପାପ ଦିନେ ଦିନେ ହରନ୍ତି ସୁମତି ପ୍ରଦାନେ ଏ 12 ମାସେ ସୂର୍ଯ୍ୟ ଏକ ନାରାୟଣ ପରମାତ୍ମକ ସେ ସୂର୍ଯ୍ୟ ଜ୍ୟୋତି ମଣ୍ଡଳରେ ଘେନି ଯେ 12 ଆଦିତ୍ୟରେ ଦ୍ୱାଦଶାଦିତ୍ୟ ତେଜ ବହି ଷଡ଼ ଋତୁ ଯେ ଜାତ ହୋଇ ଇହ ଲୋକ ପର ଲୋକରେ ଜାତେ ଜପର କାଶ କରେ ପାତାଳ ସପତ ପୁରରେ ଆପଣେ ଉଦେ ଅସ୍ତ କରେ ଇହ ପର ଲୋକେ ପାତାଳେ ପ୍ରାଣୀଙ୍କି ସଦଗତି କରେ ସକଳ ଋଷି ଗଣମାନ ତାଙ୍କୁ କରନ୍ତି ଉପାସନ ରୁକ ଯଜୁଏ ସାମନୀତି ବେଦ ମନ୍ତ୍ର ମାନଙ୍କେ ଘେନି ତାହାଙ୍କୁ ସ୍ତୁତି କରୁଛନ୍ତି ଗନ୍ଧର୍ବେ ଗାୟନ କରନ୍ତି କରନ୍ତି ଅପସରା ନୃତ୍ୟ ନାଗେ ଯେ ଓଟାରନ୍ତି ରଥ ଯକ୍ଷମାନେ ରଥ ଯୋଚନ୍ତି ପ୍ରାଣୀଙ୍କି ଦ୍ରବ୍ୟ ସେ ଦିଅନ୍ତି ରଥ ପୃଷ୍ଠେ ରାକ୍ଷସେ ଥାଇ ରଥ ରକ୍ଷା କରି ଚଳାଇ ଅରୁଣ ସାରଥୀର ନାମ ସାତ ଅଶ୍ୱ ଚାଳେ ବେଗେଣ ଗାୟତ୍ରୀ ଆଦି ଛନ୍ଦ ସାତ ବହନ୍ତି ବିଶ୍ୱରୂପ ରଥ ଏ ରଥ ଆଗରେଣ ବସି 60 ସହସ୍ର ବାଳ ଋଷି ଆଗରେ ସ୍ତୁତି କରୁଛନ୍ତି ପ୍ରାଣୀଙ୍କି ଆଶୀର୍ବାଦ ଦିଅନ୍ତି ଏ ଭାବେ ଅନାଦି ନିଧାନ ସେ ଯେ ଈଶ୍ୱର ଭଗବାନ ଦିନେ ଦିନେ ଆତ୍ମା ବିସ୍ତାର ତେଜ ମଣ୍ଡଳ ପରଚର ପ୍ରକାଶ ଦିବା ରାତ୍ର କରି ନିତ୍ୟ ଭ୍ରମଣେ ପାଳି କରି ଯେଉଁଠା ଭରେ ଦୃଶ୍ୟ ହୋଇ ସେଠାରେ ଉଦୟ ବୋଲାଇ ନଦୀ ଶିଲା ଠାବରେ ଅସ୍ତ ରାତ୍ର ଦିବସ ଏଣୁ ମତ ମେରୁ ଭ୍ରମଣ ନିତ୍ୟ କରେ ପୂର୍ବରୁ ପଶ୍ଚିମ କ୍ରମରେ ଉଦୟାସ୍ତ ଦୁଇ ପର୍ବତ ଆରୋହଣ ବେଳେ ନିର୍ମିତ 3 କୋଟି ଅର୍ଦ୍ଧ କୋଟିଏ ବ୍ରହ୍ମଲୋକରୁ ଜାତ ହୋଏ ଏ ବ୍ରହ୍ମ ରାକ୍ଷସେ ନିର୍ମାଣ ନିତ୍ୟ ବ୍ରହ୍ମ ସାପ ପାଇଣ ନିତ୍ୟ ଦୁଇ ବେଳରେ ଖାଏ ମରନ୍ତି ଜିଅନ୍ତି ନିଶ୍ଚୟ ଏ ସୂର୍ଯ୍ୟ ଉଦୟର କାଳେ ସୂର୍ଯ୍ୟଙ୍କୁ ଗ୍ରାସନ୍ତି ସେ ଚଳେ ଏଣୁ ବ୍ରହ୍ମା ଆଜ୍ଞାରେ ପୁଣ ବ୍ରହ୍ମ ଋଷି ଆଦି ବ୍ରାହ୍ମଣ ସୂର୍ଯ୍ୟଙ୍କୁ ସନ୍ମୁଖ ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଇ 3 ଅଞ୍ଜଳି ଜଳ ଦେଇ ବିସନ୍ଧେ ଆକାଶକୁ ଚାହିଁ ଜଳକୁ ଟେକିଣ ପକାନ୍ତି ମନ୍ତ୍ରେ ସେ ଜଳ ବଜ୍ର ହୁଅନ୍ତି ରାକ୍ଷସ ଉପରେ ପଡ଼ନ୍ତି ରାକ୍ଷସେ ଭସ୍ମ ହୋଇଯାନ୍ତି ସୂର୍ଯ୍ୟ ଯେ ବଳବନ୍ତ ହୋଇ ତେଜେ ଜଗତ ପ୍ରକାଶଇ ସେ ସୂର୍ଯ୍ୟଙ୍କର ରଥ ଚକ୍ରର ମାନସୋତ୍ତର ଯେ ଗିରିର ପୁଷ୍କର ଦୀପ ମଧ୍ୟ ସେହି ରଥ ଏକ ଚକ୍ର ଭ୍ରମଇ ସମ୍ବତ୍ସରରେ ସେହୁ ପୁଣ ମକର ଆଦି ଯେ ମିଥୁନ ଉତ୍ତରାୟଣ ତାକୁ କହି ସ୍ୱର୍ଗକୁ ଦିବସେ ଅଟଇ କକଡ଼ାଦି 6 ରାଶି ଯେବେ ଦକ୍ଷିଣାୟନ କହିତେବେ ଏମନ୍ତେ 2 ଯେ ଅୟନେ ରାତ୍ର ଦିବସ ଦେବମାନେ ଏଭାବେ ରଥେ ଭ୍ରମୁଛନ୍ତି ଯୋଜନ ଅୟୁତ ଯେ ପ୍ରତି 18 ସହସ୍ର ଯୋଜନ ଉଚ୍ଚ ଅଟଇ ବିଦ୍ୟମାନ 18 ସହସ୍ର ଯୋଜନ ଲମ୍ବତା ଅଟଇ ପ୍ରମାଣ
ବାଣ ଲକ୍ଷେ 70 ସର୍ଷଜୁଣ ଅକ୍ଷର ଲମ୍ବ ପରିମାଣ ପ୍ରତି ଅଖ ଲମ୍ବ ତଳର 2 କୋଟି 53 ଲକ୍ଷର 70 ସହସ୍ର ଯୋଜନ ଅଖ ମୁଣ୍ଡି ଲୋକାଲୋକେଣ ଉପର ଖଣ୍ଡ ଅଖ ପୁଣ 14 ଲକ୍ଷ ଯେ ଯୋଜନ 16 ଯେ ସହସ୍ର ଆବର ଏ ମୁଣ୍ଡି ଲାଗିଛି ମେରୁର ଧ୍ରୁବ ମଣ୍ଡଳେ ବ୍ୟାପୀ ଅଛି ବିମାନ ମାନ ତହିଁ ଗଛି ସବୁ ଗ୍ରହ ମାନଙ୍କର ରଥ ଦଉଡ଼ି ମାନ ସେ ନିର୍ମିତ ଧ୍ରୁବ ମଣ୍ଡଳ ସୁଷୁମ୍ନାରେ ବନ୍ଧନ ଯେ ଯାହା ଭେଦରେ ଦଉଡ଼ି ମାନଙ୍କର ପୁଣ 360 ନିର୍ମାଣ ପ୍ରତି ଦଉଡ଼ି ଲାଗିଛନ୍ତି ସେ ମେରୁ ରନ୍ଧ୍ରେ ଯୁକ୍ତ ହୁଅନ୍ତି ତହୁଁ ନିତ୍ୟ ନିତ୍ୟ ଭ୍ରମଣ ଦିବାରାତ୍ର ହୋଏ ସନ ମନୁଷ୍ୟମାନଙ୍କୁ ସେ ହୋଇ ପିତୃଙ୍କୁ ମାସେ ଦିନେ କହି ଏବଂ ଭୂତ ଯେ ଯେଉଁ ରଥ ସେ ତହିଁ ମାୟାତ୍ମକ ସତ୍ୟ ସମ୍ବତ୍ସର ଚକ୍ରତା ବୋଲି କାଳ ଗତାଗତ କହିଲି ସେ ସମ୍ବତ୍ସର ଯେ ଚକ୍ରର 3 କୋଟି ନାଭି ତାହାର ହରି ହରି ବୋଲ ବରଷା ଶୀତ ଗ୍ରୀଷ୍ମ 3 ତ୍ରିକାଳ ବୋଲାନ୍ତି ସେ ପୁଣି 12 ଗୋଟି ଯେ ରଥ ଅର 12 ମାସ ନାମ ତାହାର 6 ଗୋଟି ପହିଛନ୍ତି ରହି ଷଡ଼ ଋତୁଙ୍କ ସ୍ଥାନ ସେହି 700 କୋଟି ଏକ ପହି ଏକ ଚକ୍ରରେ ସେହୁ ଥାଇ ରାତ୍ର ଯେ ଦିବସ ହୋଇଣ 700 କୋଟିଏ ଦିନ ହେମନ୍ତ ହୋଇ ସମ୍ବତ୍ସର ଭ୍ରମୁ ଅଛି ସେ ଚକ୍ରବର ଏ କାଳ ଚକ୍ର ବୋଲି କହେ କାଳ ସ୍ୱରୂପୀ ସୂର୍ଯ୍ୟମୟେ ସେ ସୂର୍ଯ୍ୟ ନିରାକାର ଜ୍ୟୋତି ଉତ୍ପତ୍ତି ପ୍ରଳୟ କରନ୍ତି ସେ ସଦା ଥାଇ ଯେ ଅନାଦି ଅଜାମରେ ସର୍ବ ସମ୍ପାଦି ଭୂତ ଭବିଷ୍ୟ ବର୍ତ୍ତମାନ ହିତମୟ ସର୍ବ କାରଣ ପରମ ବ୍ରହ୍ମ ସେ ସ୍ୱରୂପୀ ସଂସାର କର୍ତ୍ତା ବିଶ୍ୱବ୍ୟାପୀ ସଂସାର ଏ ଆଦି କାରଣ ସକଳ ଏହାଙ୍କ ଭିଆଣ ଯେ ଏହା ପଢ଼ନ୍ତି ଶୁଣନ୍ତି ବିଷ୍ଣୁ ସ୍ୱରୂପେ ତାଙ୍କୁ ଚିନ୍ତି ସର୍ବ ପାପରୁ ସେ ତରଇ ଅଗ୍ନି ଯେ ସନେ ସର୍ବ ଖାଇ ସୁତ କହନ୍ତି ବିଷ୍ଣୁ ଭାବେ ଶୁଣ ସୌନକ ଅନୁଭବେ ସୁଜନେ ଶୁଣସି ଆନନ୍ଦେ ଭକ୍ତି ହୋଇବ କୃଷ୍ଣ ପାଦେ ମହାବିଷ୍ଣୁଙ୍କ ଯେ ମହିମା ସୂର୍ଯ୍ୟ ଭ୍ରମଣ ସୁଖ ସୀମା ଶୁଣିଲେ ସଂସାରୁ ତରଇ ଅନ୍ତେ ସେ ବୈକୁଣ୍ଠ ଲଭଇ ଶ୍ରୀ ବିଷ୍ଣୁ ପୁରାଣ ଭକତି ଚନ୍ଦ୍ରମଣ୍ଡଳର ଏ ଗତି ଅମୃତମୟ ରୂପ ତାର କ୍ଷୀରାର୍ଣ୍ଣବରୁ ଜାତ ଯାର ଶୁକ୍ଳ ପକ୍ଷେ ବୃଦ୍ଧି ହୋଏ କୃଷ୍ଣ ପକ୍ଷରେ କଳାକ୍ଷୟେ কৃষ্ণ পক্ষে প্রতিপদিন এ আদি 15 তিথেণ দেবতা মানে প্রতিদিন অমৃত করন্তি যে পান অমাস্যা দিনে কলাহীনে চন্দ্র পড়াই সূর্যে লীনে স্থাবর জল তৃণ মধ্যে লুচই ভয় মন সধে এণু সর্ব নিষেধ দিনে রাব যে তৃণ জল পানে ক্ষীর ঘৃত জাত সংযোগে ঋষি বিপ্র আহুতি ভোগে কলাবর্ধমান হুই পঞ্চদশ দিনে পূর্ণ হি কহই বিপ্র জগন্নাথ সূর্যেন্দু মহাবিষ্ণু মত শুনি
শুনিলে সর্ব পাপ হরে বিষ্ণু ভকতি হয়ে তারে বিষ্ণুর ভকত সেবিলে এ সুখ লভই সে ভলে ভাবে বিষ্ণুর ভকত সেবিলে ভাবে এ সুখ লভই সে ভলে হরি হরি বল ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দ্বাদশ স্কন্ধে আদিত্য বিহ বিবরণং নাম একাদশোऽধ্যায়।